ଜୟ ଜଗନ୍ନାଥ। ଶୁଭ ସକାଳ ଦର୍ଶକ ବନ୍ଧୁ। ଚାଲନ୍ତୁ ଆଜି ଦିନର କିଛି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ତା ପୂର୍ବରୁ ଆମ ଚ୍ୟାନେଲକୁ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରିନିଅନ୍ତୁ। ପ୍ରଥମ ଖବର, ସୁନ୍ଦରଗଡ଼ରେ ଇଣ୍ଟରନେଟ୍ ବନ୍ଦ। ଗୋଷ୍ଠୀ ସଂଘର୍ଷ ଢେଲାମାଡ଼ ପରେ ବନ୍ଦ ହେଲା ଇଣ୍ଟରନେଟ୍। ସୁନ୍ଦରଗଡ଼ ସହରରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦିଆଯାଇଛି। ଗୋମାଂସ ବିକ୍ରିକୁ ନେଇ ଉତ୍ତେଜନା ଓ ଗୋଷ୍ଠୀ ସଂଘର୍ଷ ପରେ ସୁନ୍ଦରଗଡ଼ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦେଇଛି ଜିଲ୍ଲା ପ୍ରଶାସନ। ସହରରେ 24 ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯାଇଛି। ଇଣ୍ଟରନେଟ୍ ସେବା ଗୁରୁବାର ସନ୍ଧ୍ୟା 6ଟାରୁ ଶୁକ୍ରବାର ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ବନ୍ଦ ପାଇଁ ପ୍ରଶାସନ ଡାକରା ଦେଇଛି। ଏଥିସହ ସହରରେ 10 ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପରବର୍ତ୍ତୀ ଖବର, ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ବିଧବାଙ୍କ ଭରଣ ପୋଷଣ ଉପରେ ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ପଙ୍କଜ ମିତ୍ତଲ ଏବଂ ଜଷ୍ଟିସ୍ ଏସ୍.ଭି.ଏନ୍. ଭଟ୍ଟିଙ୍କ ଖଣ୍ଡପୀଠ ସାରା ଦେଶରେ ବିଧବା ବୋହୂମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ଦେଇଛନ୍ତି। 2 ଜଣିଆ ଖଣ୍ଡପୀଠ ରାୟ ଦେଇଛନ୍ତି ଯେ ପୁଅର ମୃତ୍ୟୁ ପରେ ଶ୍ୱଶୁର ତାଙ୍କ ସମ୍ପତ୍ତିରୁ ବିଧବା ବୋହୂଙ୍କୁ ଭରଣ ପୋଷଣ ଯୋଗାଇ ଦେବାକୁ ବାଧ୍ୟ ହେବେ। ପରବର୍ତ୍ତୀ ଖବର, ଓଡ଼ିଶାରେ ନିପା ଭୂତାଣୁ ଛନକା ଭାୟା। ପଶ୍ଚିମବଙ୍ଗ ବାଂଲାଦେଶରୁ ଆସୁଛି ନିପା। ପଡ଼ୋଶୀ ପଶ୍ଚିମବଙ୍ଗରେ ବଢ଼ୁଛି ନିପା ସଂକ୍ରମଣ। ଆକ୍ରାନ୍ତଙ୍କ ସଂଖ୍ୟା 5 ଛୁଇଁବା ପରେ ଓଡ଼ିଶାରେ ପଶିଛି ଛନକା। ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ଦେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଓଡ଼ିଶା ପାଇଁ ଭୟର କାରଣ ନାହିଁ। କୋଭିଡଠୁ ବି ଅଧିକ ଘାତକ ନିପା ଭାଇରସ। ପରବର୍ତ୍ତୀ ଖବର, ପୁଣି ମାଞ୍ଜା ନେଲା ଜୀବନ। ବାପା ମା ସହ ଝିଅକୁ ବି ମାରିଦେଲା। ମକର ସଂକ୍ରାନ୍ତିର ଆନନ୍ଦ ଭିତରେ ଗୋଟିଏ ପରିବାରକୁ ଉଜାଡ଼ି ଦେଲା। ଏଭଳି ଅଭାବନୀୟ ଘଟଣା ଘଟିଛି ଗୁଜରାଟର ସୁରଟରେ। ମକର ସଂକ୍ରାନ୍ତିର ଆନନ୍ଦ ଭିତରେ ନିଶ୍ଚିହ୍ନ ହୋଇଯାଇଛି ଗୋଟିଏ ପରିବାର। ସୂଚନା ଅନୁସାରେ 7 ବର୍ଷର ଝିଅକୁ ନେଇ ବୁଧବାର ସ୍ୱାମୀ ସ୍ତ୍ରୀ ଓଭରବ୍ରିଜ ଉପରେ ବାଇକରେ ଯାଉଥିଲେ। ସେହି ସମୟରେ ଏକ ମଞ୍ଜାରେ ସୂତାରେ ଛନ୍ଦି ହୋଇ ଯାଇଥିଲେ ଦମ୍ପତି ଓ ଝିଅ। ଆଉ ବ୍ରିଜରୁ ସିଧା ଖସି ପଡ଼ିଥିଲେ 70 ଫୁଟ ତଳକୁ। ପରବର୍ତ୍ତୀ ଖବର, ଭାରତ ନ୍ୟୁଜିଲାଣ୍ଡ ଓଡିଆଇ ସିରିଜ ମଧ୍ୟରେ ବଡ଼ ଘୋଷଣା। ମହମ୍ମଦ ସିରାଜ ହେଲେ ଅଧିନାୟକ। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଏବେ 3 ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଜାରି ରହିଛି। ପ୍ରଥମ ମ୍ୟାଚରେ ଭାରତର ବଡ଼ ବିଜୟ ହୋଇଥିବା ବେଳେ ରାଜକୋଟରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ 7 ୱିକେଟରେ ଜିତିଥିଲା। ଆଉ ଏସବୁ ମଧ୍ୟରେ ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ମହମ୍ମଦ ସିରାଜ ଘରୋଇ କ୍ରିକେଟରେ ଅଧିନାୟକ ନିଯୁକ୍ତି ହୋଇଛନ୍ତି। ସେ ରଣଜୀ ଟ୍ରଫିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ସିରିଜ ଭାରତୀୟ ଦଳର ସବୁଠାରୁ ବରିଷ୍ଠ ଖେଳାଳିଙ୍କ ମଧ୍ୟରେ ଜଣେ ଏବଂ ରଣଜୀ ଟ୍ରଫିରେ ଖେଳିବେ। ପରବର୍ତ୍ତୀ ଖବର, ଓଡ଼ିଶାରେ ସୃଷ୍ଟି ହେବ ନିଯୁକ୍ତି। ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଗୁରୁବାର ସଚିବ ସ୍ତରୀୟ ବୈଠକ ବସିଥିଲା। ତେବେ ବୈଠକ ଶେଷ ହେବା ପରେ ବଡ଼ ଘୋଷଣା କରିଛନ୍ତି ଅନୁଗର୍ଗ। କୋଲକାତାରେ ଇନଭେଷ୍ଟର ମିଟ୍ ଅନୁଷ୍ଠିତ ହେବ। ଇନଭେଷ୍ଟର ମିଟ୍ ପାଇଁ ମୁଖ୍ୟମନ୍ତ୍ରୀ ଶିଳ୍ପ ସଚିବଙ୍କ ସହ ମୁଖ୍ୟ ସଚିବ ଯିବେ। ଏହାଦ୍ୱାରା ଓଡ଼ିଶାକୁ ପୁଞ୍ଜି ଆସିବ, ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଆମର ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟ ସଚିବ ଅନୁଗର୍ଗ। ପ୍ରକାଶ ଥାଉକି ପୂର୍ବରୁ ହାଇଦ୍ରାବାଦରେ ଇନଭେଷ୍ଟମେଣ୍ଟର ମିଟ୍ ଆୟୋଜିତ ହୋଇଥିଲା ବେଳେ 67,000 କୋଟି ଟଙ୍କାର ପୁଞ୍ଜି ଓଡ଼ିଶାକୁ ଆସିଥିଲା। ପରବର୍ତ୍ତୀ ଖବର, ହୋମଗାର୍ଡ ନିଯୁକ୍ତିରେ ଘୋଟାଲା ଅଭିଯୋଗ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ହୋମଗାର୍ଡ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ଅନେକ ଜିଲ୍ଲାରୁ ନିଯୁକ୍ତିରେ ଅନିୟମିତତା ଖବର ଆସିବାରେ ଲାଗିଛି। ଏହାରି ମଧ୍ୟରେ ନବରଙ୍ଗପୁର ଜିଲ୍ଲାରେ ହୋମଗାର୍ଡ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ଓଡ଼ିଶା ହାଇକୋର୍ଟରେ ପହଞ୍ଚିଛି। ହୋମଗାର୍ଡ ନିଯୁକ୍ତିରେ ହୋଇଥିବା ବ୍ୟାପକ ଅନିୟମିତତା ଅଭିଯୋଗକୁ ନେଇ ହାଇକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ମାମଲାରେ ଗୁରୁବାର
ହାଇକୋର୍ଟ ସୁବର୍ଣ୍ଣପୁର ଏସ୍ପି ଏବଂ ସମ୍ପୃକ୍ତ ଅଧିକାରୀମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ପରବର୍ତ୍ତୀ ଖବର ମଧ୍ୟବିତ୍ତିଙ୍କ ପାଇଁ ଖୁସି ଖବର। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ 1, 2026ରେ ତାଙ୍କର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବାକୁ ଯାଉଥିବାରୁ ବଜେଟ୍ 2026 ବିଷୟରେ ଆଲୋଚନା ତୀବ୍ର ହୋଇଛି। ଗତ ବର୍ଷ ହୋଇଥିବା ବୈପ୍ଳବିକ ପରିବର୍ତ୍ତନ ବଜେଟ୍ 2025 ପରେ ଏଥର ମଧ୍ୟବିତ୍ତ ବର୍ଗ ଓ କରଦାତାଙ୍କ ପାଇଁ ଅନେକ ବଡ଼ ଘୋଷଣା ଆଶା କରାଯାଉଛି। ପରବର୍ତ୍ତୀ ଖବର ବିଜେଡିରୁ ସନା ସସ୍ପେଣ୍ଡ, 2 ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ବିଜେଡିରୁ ସସ୍ପେଣ୍ଡ। ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିର ଏହି 2 ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଜେଡି। ଅରବିନ୍ଦ ମହାପାତ୍ର ହେଉଛନ୍ତି ବରିଷ୍ଠ ରାଜନେତା ବିଜୟ ମହାପାତ୍ରଙ୍କ ପୁଅ। ଅରବିନ୍ଦ 2024 ନିର୍ବାଚନ ପୂର୍ବରୁ ବିଜେଡିରେ ସାମିଲ ହୋଇଥିଲେ। ପରବର୍ତ୍ତୀ ଖବର ମୋହନ ସରକାରଙ୍କ ଫୋକସରେ ପର୍ଯ୍ୟଟନ ଶିଳ୍ପ। ଯେବେ ବି ପର୍ଯ୍ୟଟନ ସ୍ଥଳରେ କଥା ଆସେ ସେବେ ଆମ ରାଜ୍ୟ ଓଡ଼ିଶାର ନାମ ଆପେ ଆପେ ଆଗକୁ ଆସିଯାଏ। ଶ୍ରୀମନ୍ଦିର ହେଉ ବା ମା ସମଲେଶ୍ୱରୀଙ୍କ ଶକ୍ତିପୀଠ ହେଉ, କୋଣାର୍କରେ ଖୋଦିତ ଭାସ୍କର୍ଯ୍ୟ ହେଉ ବା ଦେଓମାଳି ପର୍ବତର ପ୍ରାକୃତିକ ସୌନ୍ଦର୍ଯ୍ୟ ହେଉ, ସୌନ୍ଦର୍ଯ୍ୟମୟ ଚିଲିକା ହେଉ ବା ଶିମିଳିପାଳ ବେଳାଭୂମି ହେଉ ବା ସ୍ମାରକୀ, ଏ ସମସ୍ତକୁ ନେଇ ଓଡ଼ିଶା ସମଗ୍ର ବିଶ୍ୱର ପର୍ଯ୍ୟଟନ ମାନଚିତ୍ରରେ ନିଜର ସ୍ୱତନ୍ତ୍ର ସ୍ଥାନ ଅଳଙ୍କୃତ କରିଛି। ପରବର୍ତ୍ତୀ ଖବର ପୁଣି ଶ୍ରୀମନ୍ଦିର ସୁରକ୍ଷାରେ ତ୍ରୁଟି ଦେଖିବାକୁ ମିଳିଛି। ପୋଲିସର ସୁରକ୍ଷା ବଳକୁ ଭେଦି କରି ଜଣେ ବ୍ୟକ୍ତି ଶ୍ରୀମନ୍ଦିର ଆନନ୍ଦ ବଜାର ପରିସରରେ ମୋବାଇଲରେ କଥା ହେଉଥିବା ଦେଖିବାକୁ ମିଳିଛି। ତେବେ ବ୍ୟକ୍ତି ଜଣଙ୍କ କିପରି ଏତେ ସୁରକ୍ଷା ବଳୟକୁ ଭେଦ କରି ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେଇ କଥା ହେଲେ, ତାହାକୁ ନେଇ ପୋଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।